ଜମିବାଡ଼ି କାଗଜପତ୍ର ବା ଆର୍ ବା ପଟ୍ଟାରେ ମୁଖ୍ୟତଃ ଏହି ତ୍ରୁଟି ଗୁଡ଼ିକ ଦେଖାଯାଇଥାଏ। କ'ଣ ନା ନାଁ, ଗାଁ, ଠିକଣା, ଜମିର ରକବା ଏବଂ କ୍ଷେତ୍ରଫଳ ମାପ ଭୁଲ ହୋଇଥିଲେ କିମ୍ବା ମ୍ୟୁଟେସନ୍ ହେଇଛି କିନ୍ତୁ ଆର୍ ବା ରେକର୍ଡ ଅଫ୍ ରାଇଟ୍ରେ ଅପଡ଼େଟ୍ ହୋଇନି କିମ୍ବା ନାଁ ଭୁଲ ଅଛି କିମ୍ବା ସ୍ପେଲିଂ ମିଷ୍ଟେକ୍ ଅଛି। ଏହିସବୁ ପ୍ରୋବ୍ଲେମ୍ ଥିଲେ ଆପଣ ତାକୁ କେମିତି ସଂଶୋଧନ କରିବେ? ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହେଉଛି ନକ୍ସାରେ ଯଦି ଆପଣଙ୍କର ଅନେକ ପ୍ରକାର ଭୁଲ ଥାଏ କିମ୍ବା ବହୁତ ପ୍ଲଟ୍ ଭୁଲ ଥାଏ ତାହେଲେ ତାକୁ କେମିତି ସଂଶୋଧନ କରିବେ? ଏହି ନକ୍ସାରେ ଥିବା ଅନେକ ପ୍ରକାର ଭୁଲ ଗୁଡ଼ିକୁ ବା ବହୁତ ପ୍ଲଟ୍ର ଭୁଲ ଗୁଡ଼ିକୁ ସଂଶୋଧନର ପ୍ରକ୍ରିୟାଟି ଟିକେ ଅଲଗା ରହିଛି। ତେବେ ତାକୁ ଆଗକୁ ଜାଣିବା। ପ୍ରଥମେ ଆଗେ ଜାଣିଦେବା ଏହି ପଟ୍ଟା ବା ଆର୍ ଜମିବାଡ଼ି କାଗଜପତ୍ରରେ କେଉଁ କେଉଁ ଗୁଡ଼ିକୁ କରେକ୍ସନ୍ କରାଯାଏ। ଆମର ଏଥିରେ ନାଁ, ଗାଁ, ଠିକଣା, ଜମିର ରକବା ବା କ୍ଷେତ୍ରଫଳ ମାପ ଭୁଲ ହୋଇଥିଲେ ବେଳେବେଳେ ମ୍ୟୁଟେସନ୍ର କ'ଣ ହୁଏ ନା ଆର୍ ବା ରେକର୍ଡ ଅଫ୍ ରାଇଟ୍ଟି ଅନଲାଇନ୍ରେ ଶୋ କରେନି ବା ଅପଡ଼େଟ୍ ହୋଇନଥାଏ। ତାହେଲେ ତାର ସଂଶୋଧନ କେମିତି କରାଯିବ? ତ ଏହି ସବୁକୁ ସଂଶୋଧନ କରିବାକୁ ହେଲେ ଆପଣଙ୍କୁ ତହସିଲ ଅଫିସ୍ ଯାଇ ଏକ ଆର୍ କରେକ୍ସନ୍ ଆପ୍ଲିକେସନ୍ ଫର୍ମ ଭରିବାକୁ ପଡ଼ିବ ଏବଂ ସାବକ ନକ୍ସା ହିସାବରେ ପ୍ରସ୍ତୁତ ହୋଇଥିବା ଖାତା ବା ପଟ୍ଟା ବା ଯାହା ବି ତାର କାଗଜପତ୍ର ଅଛି ତାହାର କପି ଏବଂ ହାଲ ନକ୍ସା ହିସାବରେ ପ୍ରସ୍ତୁତ ହୋଇଥିବା ଖାତା, ପଟ୍ଟା, କବଲା କିମ୍ବା ଜମିବାଡ଼ି କାଗଜପତ୍ର ଯାହା ବି ଅଛି ତାହାର କପି ଏବଂ ଜମି ମାପର ସ୍କେଚ୍ ବି ଦେବାକୁ ପଡ଼ିବ। ଆପ୍ଲାଏ ପରେ ଆପଣଙ୍କୁ ଏକ ଆକ୍ନୋଲେଜମେଣ୍ଟ ସ୍ଲିପ୍ ମିଳିବ ଯାହାକୁ ନେଇ ଆପଣ ଅନଲାଇନରେ ଦେଖିପାରିବେ ଏବଂ ଅଫଲାଇନରେ ମଧ୍ୟ ତହସିଲରେ ଯାଇ ଆପଣ ଆବେଦନ ସ୍ଥିତିକୁ ଦେଖିପାରିବେ। ଆପ୍ଲାଏ ପରେ କ'ଣ ହୁଏ ନା ତହସିଲଦାର ଆର୍ଆଇଙ୍କୁ ଅର୍ଡର ଦିଅନ୍ତି ଏବଂ ଆର୍ଆଇ ଫିଲ୍ଡରେ ଯାଇ ଭେରିଫିକେସନ କରନ୍ତି। ଜମିର କବଲା, ଖାତା, ପଟ୍ଟା ବା ଜମିର ସୀମା ବା ଜମିର ଭୁଲ ମାପ ତଦନ୍ତ କରି ସାରିବା ପରେ ତଦନ୍ତ ରିପୋର୍ଟଟି ତହସିଲଦାର ପାଇ ସାରିବା ପରେ ସେ ଏକ ହିୟରିଂ ନୋଟିସ୍ ଦେଇ ଶୁଣାଣି କରନ୍ତି ଏବଂ ସବୁ ଜିନିଷ ଠିକ୍ ଥିଲେ ଆମେଣ୍ଡମେଣ୍ଟ ଅର୍ଡର ଜାରି କରନ୍ତି ଯାହା ଫଳରେ କରେକ୍ସନ ହୋଇଥିବା ଖାତା, ପଟ୍ଟା ଇସ୍ୟୁ କରାଯାଏ ଏବଂ ଆପଣ ତାକୁ ଅନଲାଇନରୁ ଭୁଲ ଏକ ଓଡ଼ିଶା ପୋର୍ଟାଲରୁ ସାଇଟରୁ ଡାଉନଲୋଡ୍ କରିପାରିବେ। ଯଦି ନକ୍ସାରେ ଅନେକ ପ୍ରକାର ଭୁଲ ଥାଏ ବା ବହୁତ ଗୁଡ଼ିଏ ପ୍ଲଟ୍ ଭୁଲ ଥାଏ ତାକୁ କେମିତି କରେକ୍ସନ କରିବେ? ମନେ କରନ୍ତୁ ନକ୍ସାରେ ପ୍ଲଟ୍ ଗୋଟେ ଜାଗାରେ ଥିବ କିନ୍ତୁ ଫିଲ୍ଡରେ ଆଉ ଗୋଟେ ଜାଗାରେ ଥିବ। ତ ଏହିପରି ଭୁଲ ଥିଲେ କ'ଣ କରିବେ ନା ଜଣେ ରେଭିନ୍ୟୁ ଆଡଭୋକେଟଙ୍କ ପରାମର୍ଶ ନେଇ ଆରପି କେସ୍ କରିବାକୁ ପଡ଼ିବ। ଆରପି କେସ୍ କ'ଣ? ରିଭିଜନ ପିଟିସନ। এই রিভিজন পিটিশন ফাইল କରିବାକୁ ପଡ଼ିବ ଆରଡିସି କୋର୍ଟରେ, ରେଭିନ୍ୟୁ ଡିଭିଜନାଲ କମିଶନର କୋର୍ଟ, ଯାହାକି ଆମର ଓଡ଼ିଶାର ହାଇକୋର୍ଟ ପାଖରେ ଅଛି। ସେଇଠି ଆପଣ ଯାଇ এই କେସ୍ଟିକୁ କରିପାରିବେ ଏବଂ କେସ୍ ଫାଇଲ ହେଇସାରିଲା ପରେ କୋର୍ଟ ସେଟଲମେଣ୍ଟର ହାୟର ଅଥରିଟିଙ୍କୁ କରେକ୍ସନ କରିବା ପାଇଁ ନୋଟିସ୍ ଦେଇଥାନ୍ତି।